हरिः ओम्। स्वस्ति न इन्द्रो वृधश्रवः स्वस्ति न पूषा विश्ववेदः स्वस्ति नस्तार्क्ष्यो अरिष्ठनेमि स्वस्ति नो बृहस्पति दधातु सच्चिदानन्दरूपाय विश्वोत्पत्त्यादिहेतवे तापत्रयविनाशाय श्रीकृष्णाय वयं नमः। कृष्णाय वासुदेवाय देवकी नंदनाय च नंदगोपकुमाराय गोविंदाय नमो नमः। विषादित मनरे बसिछन्ति पितामह ब्रह्मा चिंता करुछन्ति भगवान नारायण मते जो उपदेश प्रदान करिछन्ति जो निर्देश प्रदान करिछन्ति ताहाकु किभଳି भावरे पालन करिवे। तेबे प्रिय सज्जन भगवान नारायण ब्रह्मा को कौन निर्देश देथिले जे ब्रह्मा चिंतित अछन्ति चिंता करुछन्ति किभଳି भावरे पालन करिवे। सदिन पितामह ब्रह्मा ए निखिल सृष्टि संरचना हो सारिबा परे जो जीव मानन को नहीं नारायण को निकट रे समर्पण करथिले देखै देथिले। छोटिया जीव पिंपुड़ी ठारू हाथी पर्यंत भगवान सबु जीव मानन को मध्यरु छोटिया जीवटी को पचारि थिले तू किए कस्त्वम कोठु आसीचु कुतः आयातः कौन करुछु किम करोसि कौन करिबु किम करिष्यसि। सदिन पिंपुड़ी ठारू आरंभ करी हाथी पर्यंत सबु जीवन को भगवान एही कथा पचारि थिले। ब्रह्मांक उपस्थिति रे सबु जीव माने कहिथिले निजर ना केवल कहिथिले केही भगवान अन्य उत्तर को सठिक प्रदान करि पारले नाही। आ भगवान कहिथिले हे ब्रह्मा यदि सकल घटे नारायण घट घट में नारायण यदि पिपीलिका ठारू कुंजर पर्यंत अर्थात छोटिया पिंपुड़ी ठारू हाथी पर्यंत सबु जीव मानक मध्यरे मोर सत्ता विद्यमान ताले से जीव माने परम को चिन्हिले नाही केबेली से जीव माने परम को न चिन्हिले किपरि कुह ब्रह्मा। ब्रह्मा कहले प्रभु जीव मानक तो तैयारी करले सबु जीवंक भितरे आपनक परम सत्ता रहिला हेले से माने आपनक चिन्हि पारुना हम ए कथा नाई ब्रह्मा तुम्हें जीव मानक नहीं ए सृष्टि रे तांको जो जगह रे छाड़िबा कथा छाड़ी दियो से माने मध्य सृष्टि रे तांकर कर्तव्य अछि कर्म अछि हेले ब्रह्मा तुम्हें भली गोटे जीव तैयारी कर जो जीव परम को ही चिन्हि जीव जदि परम को न चिन्हिला से जीवर लाभ कौन अछि। ब्रह्मा किभଳି गोटे जीव तैयारी करिवे
ସେଇ ଚିନ୍ତାରେ ବସିଛ। ମନେ ପଡ଼ିଗଲା ତାଙ୍କର। ବ୍ରହ୍ମା ଆନନ୍ଦିତ ହେଲେ, ଜୀବ ତିଆରିର ଯୋଉ କାର୍ଯ୍ୟଟି ପ୍ରଭୁ ମତେ ଦେଇଥିଲେ, ମୁଁ କେତେ ଜୀବ ତିଆରି କଲି, କୌଣସି ଜୀବକୁ ଦେଖି ପ୍ରଭୁ ଖୁସି ହେଲେ ନାହିଁ। ଏବଂ ପ୍ରଭୁ ମତେ କହିଛନ୍ତି ବୁଝିବି, ବିଚାର କରି କାର୍ଯ୍ୟ କରିବି। ଆର ଏକ ଜ୍ୱଳନ୍ତ ଉଦାହରଣ ମୁଁ ରାମାୟଣରୁ ଆପଣଙ୍କୁ ଦେବି। ରାଜା ଦଶରଥ ମୃଗୟା କରିବା ପାଇଁ ଜଙ୍ଗଲ ଭିତରୁ ଯାତ୍ରା କରୁଛନ୍ତି। ସେ ହେଉଛନ୍ତି ଚକ୍ରବର୍ତ୍ତୀ ସମ୍ରାଟ। ତାଙ୍କ ପାଖରେ ଧନୁ ଏବଂ ତୀର ଥିଲା। ତୁଣୀର ମଧ୍ୟରେ ଗୋଟେ ତୀର ଥିଲା। ସେ ତୀରଟିର ନାଁ ହେଉଛି ଶବ୍ଦ ଭେଦୀ ବାଣ। ଅର୍ଥାତ୍ ଦୂରରେ ଗୋଟେ ଶବ୍ଦ କାନରେ ଶୁଣିଲେ ଯଦି ସେ ବାଣଟାକୁ ରାଜା ମାରିଦେବେ, ସେ ଶବ୍ଦ ଯିଏ କରୁଥିବ ତାରି ଛାତିରେ ଯାଇ ସେ ବାଣ ବାଜିବ। ରାଜା ଦଶରଥ ମୃଗୟା କରିବା ପାଇଁ ଯାଇଛନ୍ତି, ଶିକାର କରିବା ପାଇଁ। ତାଙ୍କ କାନରେ ଏକ ଶବ୍ଦ ବାଜିଲା। ସେ ଶବ୍ଦଟି ଥିଲା ମାଠିଆ ଭିତରେ ପାଣି ପଶିଲେ ଯୋଉ ଶବ୍ଦ ହୁଏ। ଗୋଟେ ମାଠିଆକୁ ଆପଣ ପାଣିରେ ବୁଡ଼େଇବେ, ଯେମିତି କୁଳୁ କୁଳୁ ଟୁପ୍ 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 ଶବ୍ଦ ହୁଏ, ସେଇ ଶବ୍ଦଟି ଦଶରଥଙ୍କ କାନରେ ବାଜିଗଲା। ରାଜା ଶବ୍ଦଟି ପ୍ରଥମେ ଶୁଣିଲେ, ବୁଝିଲେ, ସାଙ୍ଗେ ସାଙ୍ଗେ ସିଦ୍ଧାନ୍ତ ନେଲେ ଏ ଶବ୍ଦଟା ଏଇ ଆରପଟ ଜଙ୍ଗଲ, ସେ ଜଙ୍ଗଲ ଭିତରେ ଥିବା ଗୋଟିଏ ପୁଷ୍କରଣୀ ଭିତରେ ମୃଗଟିଏ ବୋଧେ ପାଣି ପିଉଛି। ମୃଗଟିଏ ପାଣି ପିଉଥିବାରୁ ଏ ଶବ୍ଦଟା ଭଳି ହଉଛି। ତେଣୁ ମୁଁ ଏ ଶବ୍ଦ ଭେଦୀ ବାଣ ମାରି ମୃଗଟିକୁ ଶିକାର କରିବି। ରାଜା ସେ ଶବ୍ଦ ଭେଦୀ ବାଣଟିକୁ ଛାଡ଼ିଦେଲେ। ଶବ୍ଦ ଭେଦୀ ବାଣ ଯାଇ ସେଇ ଶବ୍ଦ କରୁଥିବା ଜୀବ ଦେହରେ ବାଜିଲା, କିନ୍ତୁ ଚିତ୍କାରଟା ମଣିଷ ଶବ୍ଦ ଭଳି ହେଲା। ରକ୍ଷା କର, ରକ୍ଷା କର, ମରିଗଲି ମରିଗଲି, ମତେ ରକ୍ଷା କର। ଚମକି ପଡ଼ିଲେ ରାଜା ଦଶରଥ। ଆରେ ଇଏ ତ କୌଣସି ଯୁବକର କଣ୍ଠସ୍ୱର। ମୋ ଶବ୍ଦବୋଧୀ ବାଳକର ଲକ୍ଷ୍ୟଭ୍ରଷ୍ଟ ହେଇଗଲା। ରାଜା ଖୋଜି ଖୋଜି ଯାଇ ପୋଖରୀ କୂଳରେ ପହଞ୍ଚିଗଲେ। ପୁଷ୍କରଣୀ କୂଳରେ ଦେଖିଲେ ଶରବିଦ୍ଧ ହେଇଥିବା ଜଣେ ଯୁବକ ମରଣାସନ୍ନ ଅବସ୍ଥାରେ ଛାଟିପିଟି ହଉଛି। ରାଜା ତାଙ୍କୁ ଧୀରେ ସୁସ୍ଥେ ଉଠେଇଲେ, କହିଲେ କିଏ ତୁମେ? ସେ ଯୁବକ ଜଣକ ଆଉ କେହି ନଥିଲେ, ତାଙ୍କ ନାଁ ଥିଲା ଶ୍ରବଣ କୁମାର। ଶ୍ରବଣ କୁମାରଙ୍କ ଦେହରେ ବାଜିଛି ବାଣ। ଶ୍ରବଣ କୁମାର କହିଲେ, ହେ ରାଜା, ବକ୍ଷ ଦେଶରେ ତ ତୁମର ବାଣ ବାଜିଛି, ଅଳ୍ପ ସମୟ ପରେ ପିଣ୍ଡରୁ ପ୍ରାଣ ଚାଲିଯିବ। ହେଲେ ମୋର ଜନ୍ମାନ୍ଧ ମା ବାପା ମୁନ୍ଦାଏ ପାଣି ପିଇବା ପାଇଁ ଅଦୂରରେ ଅପେକ୍ଷା କରିଛନ୍ତି, କେତେ ତୃଷାର୍ତ ଅଛନ୍ତି। ମୁଁ ମୋର ମା ବାପାଙ୍କ ପାଇଁ ପାଣି ଆଣିବା ପାଇଁ ଏ ପୁଷ୍କରଣୀ କୂଳକୁ ଆସିଥିଲି। ଆପଣଙ୍କର ଶରବିଦ୍ଧ ହେଲା ମୋର ବକ୍ଷ ପ୍ରଦେଶ। ନିଅ ରାଜା, ଆଗ ପାଣିଟା ନେଇ ମୋ ପିତାଙ୍କୁ ଦିଅ। ଭାଗବତ ଶିକ୍ଷା ଦଉଛନ୍ତି, ବୁଝି ବିଚାରି କାର୍ଯ୍ୟ କଲେ। ହେ ରାଜା ଦଶରଥ, ତୁମେ ଶୁଣିଲ ଗୋଟିଏ ଶବ୍ଦ, ତାକୁ ପ୍ରଥମେ ବୁଝିଥାନ୍ତ, ବାରମ୍ବାର ବିଚାର କରିଥାନ୍ତ ଏ ଶବ୍ଦଟା ବାସ୍ତବରେ ମୃଗ ନା ଗୋଟେ ମାଠିଆ ଭିତରେ ପାଣି ପଶିବାର ଶବ୍ଦ। ତୁମେ ପରା ଚକ୍ରବର୍ତ୍ତୀ ସମ୍ରାଟ, ବିନା ବିଚାରରେ ଶବ୍ଦ ଭେଦି ବାଣ ମାରିଦେଲ। ଗୋଟେ ଅନ୍ଧ ପିତା ମାତାର କୋଣ ଯୁବକ ସନ୍ତାନଟା ଶ୍ରବଣ କୁମାରର ପ୍ରାଣ ଚାଲିଗଲା।
ଅନ୍ଧମୁନି ଅଭିଶାପ କଲେ ରାଜା ଯେମିତି ପୁଅର ମରଣ ଦେଖିକିରି ଆମେ ମଧ୍ୟ ପ୍ରାଣ ତ୍ୟାଗ କରୁଛୁ, ଆମେ ଅଭିଶାପ ଦଉଛୁ। ପୁଅ ବିନା ଯେମିତି ଆମେ ବାପ ମା ଛଟପଟ ହୋଇ ମରିଯିବୁ ଜଙ୍ଗଲ ଭିତରେ, ହେ ରାଜା ତୁମ ପୁତ୍ର ତୁମ ପାଖରେ ନଥିବ, ପୁଅ ବିକଳରେ ତୁମ ପିଣ୍ଡରୁ ପ୍ରାଣ ଚାଲିଯିବ। ଯେଉଁ ଶବ୍ଦ ଭେଦି ବାଣରେ ରାଜା ଦଶରଥ ଶ୍ରବଣ କୁମାରକୁ ନିହତ କରିଥିଲେ, କୈକେୟୀ ମାର କୈକେୟୀ ମାର ଯୋଡ଼ିଏ ଶବ୍ଦ ଭେଦି ବାଣ ରାଜାଙ୍କର ମୃତ୍ୟୁର କାରଣ ହେଇଗଲା। ଯିଏ ଯେମିତି କର୍ମ କରିବ ସିଏ ସେମିତି ଫଳ ପାଇବ। ଆଜ୍ଞା, ପରର ଅମଙ୍ଗଳ ସ୍ୱପ୍ନରେ ସୁଦ୍ଧା ଚିନ୍ତା କରନ୍ତୁ ନାହିଁ। ଆଉ ରାଜାଙ୍କୁ ସେଇ କଥା ଘଟିଲା। ଯୋଉ ଶବ୍ଦ ଭେଦି ବାଣରେ ଶ୍ରବଣ କୁମାର ନିହତ ହେଲେ, କୈକେୟୀଙ୍କର ସେଇ ଶବ୍ଦ ଭେଦି ବାଣ, ପ୍ରଥମ ବାଣ, ହେ ରାଜା ରାତି ପାହିଲେ ରାମ ନୁହେଁ ମୋ ପୁଅ ଭରତ ରାଜା ହବ। ରାଜା ହଁ ମାରିଦେଲେ। ଦ୍ୱିତୀୟ ଶବ୍ଦ ଭେଦି ବାଣ, ରାମ ତପସ୍ୱୀ ହୋଇଯାଇ 14 ବର୍ଷ ଜଙ୍ଗଲକୁ ଯିବ, କଚାଡ଼ି ହେଇ ପଡିଗଲେ ରାଜା ଦଶରଥ। ଭୂଇଁ ଧରାଟି ପକାଇଲେ। ଏଡ଼େ ବଡ଼ ରାଜା ସାନ ରାଣୀ କୈକେୟୀର ଗୋଡ଼ ଧରିବା ପର୍ଯ୍ୟନ୍ତ କାନ୍ଦି କାନ୍ଦି କହିଲେ, କୈକେୟୀ ବରଂ ଭରତ ରାଜା ହଉ, ରାମ ଭରତ ମୋର ବା ଡାଣ ଆଖି। ଆରେ ରାମ ରାଜା ହେଲେ ତୁ ଖୁସି ହେଇଥାନ୍ତୁ, ଭରତ ରାଜା ହେଲେ ରାଜାଙ୍କର ବଡ ଭାଇର ସମ୍ମାନ ରାମ ପାଇବ। କୈକେୟୀ ତତେ ବାରମ୍ବାର ନିବେଦନ କରୁଛି, ଦ୍ୱିତୀୟ ବରଟା ଫେରେଇ ନେ। କୈକେୟୀ ଆଉ ବର ଫେରେଇ ନାହାନ୍ତି। ରାମଙ୍କ ବିହୁନରେ ଦଶରଥଙ୍କର ପ୍ରାଣପାତ ହେଇଗଲା। ବ୍ରହ୍ମା ବିଚାର ଆରମ୍ଭ କଲେ, ଜୀବନରେ ଏଭଳି ଗୋଟିଏ ଜୀବ ମୁଁ ତିଆରି କରିବି ଯିଏ ପରମକୁ ଜାଣିପାରିବ। ତେଣୁ ପରମଙ୍କ ଭଜନ ଟିକେ ଗାଇବି, ପରମକୁ ଟିକେ ଧ୍ୟାନ କରିବି। କଣ ଗାଇଲେ? ଓಂ ନମୋ ଭଗବତେ ବାସୁଦେବାୟ, ଓಂ ନମୋ ଭଗବତେ ବାସୁଦେବାୟ, ଓಂ ନମୋ ଭଗବତେ ବାସୁଦେବାୟ, ଓಂ ନମୋ ଭଗବତେ ବାସୁଦେବାୟ। ବାସୁଦେବ ଭଗବାନ কি জয়। এই মন্ত্র পড়ি ধ্রুব আকাশরে তারা হি আজি পর্যন্ত আছে। 5 বর্ষর পুয় বালক ধ্রুব তা মুহরে এই মন্ত্র উচ্চারণ হলা, স্বয়ং নারায়ণ আসি পৌঁছিলে। ওম নমো ভগবতে বাসুদেবায়। মনু এবং শতরূপা এই মন্ত্রକୁ তপস্যা কলে ভগবান আসি পৌঁছিলে এবং বর মাগিলে। নিজে ভগবান তাঙ্কর পুত্র রূপে অবতীর্ণ হলে রাম রূপে। এই মন্ত্রକୁ দেবকী বসুদেব জপ কলে, ভগবান কন্হৈ রূপে আসি পৌঁছিলে। এই মন্ত্রକୁ প্রহ্লাদ জপ কলা, কুম্ভ ভিতরে নরসিংহ ভগবান আবির্ভূত হলে। ଏ ଛୋଟିଆ ମନ୍ତ୍ର ନୁହେଁ, 12 ଅକ୍ଷରର 12 ଅକ୍ଷର ବାସୁଦେବ ମନ୍ତ୍ର। ଆପଣ ଯେମିତି ଯୋଉ କାମ କରୁଥାନ୍ତୁ, ଯଦି ମନେ ମନେ ଟିକେ ଏଇ ମନ୍ତ୍ରଟାକୁ ଦିନକୁ ଯାହାର ଯେତେ ଇଚ୍ଛା ସେ ଜପ କରିଦେବ ନା, ତାର ବହୁତ କିଛି ଉପକାର ହେବ। ବ୍ରହ୍ମା ଓಂ ନମୋ ଭଗବତେ ବାସୁଦେବାୟ ଯେତେବେଳେ କୀର୍ତ୍ତନ କଲେ, ତାଙ୍କ ମନ ଭିତରେ ଆସିଲା ଏଥର ଜୀବ ତିଆରି ହେବ। ଏକ ସୁନ୍ଦର ଜୀବଟିଏ ତାଙ୍କ ସୃଷ୍ଟି କମ୍ପାନୀ ଭିତରୁ ବାହାରିଲା।
ଆଉ ସେ ଜୀବଟିକୁ ଦେଖି ବ୍ରହ୍ମା ବଡ଼ ଆନନ୍ଦିତ ହେଲେ ଆଉ ତାର ମଧ୍ୟ ନାମକରଣ କଲେ। ସେ ଜୀବଟିର ନାଁ ହଉଛି ମଣିଷ। ବୋଲି ଆନନ୍ଦ କନ୍ଦ ଭଗବାନ କି ମଣିଷ ତିଆରି ହେଲେ। ଭାଗବତରେ ଲେଖା ହେଇଛି ସେ ମାନବ ସୃଷ୍ଟି କଲା ହରି ସୃଷ୍ଟି କଲା ଚହି ବିଶ୍ରାମ ସର୍ବଲୀଳା ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ। ଭାଗବତରେ ଲେଖା ହେଇଛି ଶେଷେ ମାନବ ସୃଷ୍ଟି କଲା ଯହିଁ ବିଶ୍ରାମ ସର୍ବଲୀଳା। ବ୍ରହ୍ମା ଶେଷରେ ବହୁ ବିଚାର କରି ଗୋଟିଏ ମଣିଷ ତିଆରି କଲେ। ତା ନାଁ ଦେଲେ ମଣିଷ। ମଣିଷ ତିଆରି କରି ସାରିଲା ପରେ ଆଉ କୌଣସି ଜୀବ ସଂସାରକୁ ଆସିନାହାନ୍ତି। ବ୍ରହ୍ମାଙ୍କ ଦ୍ୱାରା ତିଆରି ହେଇଥିବା ଶେଷ ଶବ୍ଦକ ହଉଛି ମଣିଷ। ସେଇ ମଣିଷକୁ ଧରିକି ଭଗବାନଙ୍କ ପାଖକୁ ଆସିଛି। କହିଲେ ପ୍ରଭୁ ଏଇ ଜୀବଟାକୁ ଦେଖିଲେ ମଣିଷ ଭଗବାନଙ୍କୁ ଦେଖିଦେଲା କ୍ଷଣି ପ୍ରଣାମ କରିବେ। କେମିତି ପ୍ରଣାମ କରିବେ ଭଗବାନଙ୍କୁ? ଗୋଟାଏ ହାତରେ ଆଣ୍ଠେଇ ପଡ଼ି ମୁଣ୍ଡିଆଟିଏ ମାରିବେ ବା ଲମ୍ ହେଇ ମୁଣ୍ଡିଆ ମାରିବେ, ପ୍ରଭୁ ବିଶ୍ୱର ମଙ୍ଗଳ। ତେଣୁ ମଣିଷର ପ୍ରଥମ ଲକ୍ଷଣ ନିଜଠାରୁ ବୟସରେ ବଡ଼ ଗୁରୁ ଗୁରୁଜନ ଦେବତା ବ୍ରାହ୍ମଣ ସନ୍ଥ ଏମାନଙ୍କୁ ଦେଖିବା କ୍ଷଣି ସେ ପ୍ରଥମେ ଅଣ୍ଟା ନଇକିରି ଦୁଇ ହାତ ଯୋଡ଼ିକି ମୁଣ୍ଡିଆ ମାରିବ, ନ ଆଣ୍ଠେଇ ପଡ଼ିକି ପ୍ରଣାମ କରିବ। ମଣିଷ ପ୍ରଭୁଙ୍କ ପାଦ ତଳେ ଆଣ୍ଠେଇ ପଡ଼ିଲା। ଜାଣିଛନ୍ତି ଗୋଟେ କୁକୁର ଠାରୁ କୁକୁର ଛୁଆ ହିଁ ଜନ୍ମ ନିଏ। ବାଘ ଠାରୁ ବାଘ, ବିଲେଇ ଠାରୁ ବିଲେଇ, ମାଙ୍କଡ଼ ଠାରୁ ମାଙ୍କଡ଼, ମଣିଷ ଠାରୁ କିଏ ଜନ୍ମ ନିଏ? ଆଜ୍ଞା ମଣିଷ ଠାରୁ କିଏ ଜନ୍ମ ନିଏ? ମଣିଷ। ତାହେଲେ ତମ ପିଲାମାନେ ମଣିଷ ନା ନାଇଁ? ହଁ, ଯଦି ତୁମ ସନ୍ତାନ ମାନେ ତୁମ ଠାରୁ ମଣିଷ ହେଇ ଜନ୍ମ ନେଇଛନ୍ତି, ତମେ କାହିଁକି ରାଗି ଗଲେ କହୁଛ ତୁ ଅମଣିଷ ହେଇଗଲୁ? କାହିଁ କହୁଛ? ତମ ପିଲାକୁ ଗାଁ ଲୋକ କହୁଛନ୍ତି ଅମୁକ ଲୋକର ପୁଅଟା ଅମଣିଷ ହେଇଗଲା। ବାପା ରାଗିଲେ କହୁଛୁ ତୁ ଅମଣିଷ ହେଇଗଲୁ। ମଣିଷ ଠାରୁ ପରା ମଣିଷ ଜନ୍ମ ନେଇଥିଲା। ଯିଏ ଜନ୍ମ କରିଛି ସିଏ କହୁଛି ମୋ ଛୁଆଟା ଅମଣିଷ ହେଇଗଲା। ଭଗବାନ ପଚାରିଥିଲେ ମଣିଷକୁ, ତୁ କିଏ? ସିଏ କହିଲା ନାହିଁ, କହିଲା ପ୍ରଭୁ ମୁଁ ଆଉ କିଏ? ମୁଁ ଭକ୍ତ, ଆପଣ ମୋର ଭଗବାନ। ମୁଁ ଜୀବ, ଆପଣ ପରମ। ମୁଁ ସେବକ, ଆପଣ ମୋର ସେବ୍ୟ। ମୁଁ ସାଧକ, ଆପଣ ମୋର ସିଦ୍ଧି। ଆଉ ଶେଷରେ କହିଲା ମୁଁ ଦାସାନୁଦାସ ଚାକରଟିଏ ପ୍ରଭୁ, ଆପଣ ମୋର ମାଲିକ। ନିଜକୁ ସେ ମଣିଷ ବୋଲି କହିଲା ନାହିଁ, କଣ କହିଲା? ଶେଷୁ କଣ କହିଲା? ମୁଁ ଦାସ, ମୁଁ ଚାକର, ମୁଁ ସେବକ, ଆପଣ ମୋର ମାଲିକ। ପୁରୀ ଜିଲ୍ଲାର କପିଳେଶ୍ୱର ଗ୍ରାମରେ ବ୍ରାହ୍ମଣ ପରିବାର ଜନ୍ମ ନେଇଥିବା ଜଗନ୍ନାଥ ସେ କଣ ଲେଖିଲେ? କହଇ ଦାସ ଜଗନ୍ନାଥ। ଯେତେ ବାବାଜୀ ସାଧୁ ସନ୍ଥ ସମସ୍ତେ ନିଜ ନାଁ ପଛରେ ଦାସ ହିଁ ଲେଖନ୍ତି। କୋଉ ସ ସେଇଟା? ତାଲବେଶ ନୁହଁ, ଦନ୍ତେଶ, ଅର୍ଥାତ୍ ଚାକର।
କାହାର ଚାକର? ଭଗବାନଙ୍କର ଚାକର ମୁଁ ସେବକ। ସେବା କାର୍ପଣ୍ୟ ଭକ୍ତି ବଳେ କିବା ଅସାଧ୍ୟ ମହି ତଳେ। ଭଗବାନ ଖୁସି ହେଇଗଲେ, କହିଲେ ବ୍ରହ୍ମା ଆରେ ଏ ମଣିଷଟା ତ ବଢିଆ ଉତ୍ତର ଦଉଛି। ବୋଲେ ଆଚ୍ଛା ମାନବ, ଦ୍ୱିତୀୟ ଉତ୍ତର ତୁ କୋଉଠୁ ଆସିଛୁ? ସେଦିନ ମଣିଷ ଉତ୍ତର ଦେଲା, ଈଶ୍ୱର ଅଂଶ ମୁଁ କୋଉଠୁ ଆସିଛି? ହେ ଜଗନ୍ନାଥ, ହେ ମହାବାହୁ, ମୁଁ ଆପଣ ପାଖରୁ ଆସିଛି। ଈଶ୍ୱର ଅଂଶ ମମୈବାଂଶ ଜୀବ ଲୋକେ ମମୈବ ଅଂଶ ଜୀବ। କହିଲେ ପ୍ରଭୁ ମୁଁ ଈଶ୍ୱରଙ୍କ ଠାରୁ ଆସିଛି, ଆପଣଙ୍କ ଠାରୁ ଆସିଛି। କହିଲେ ବ୍ରହ୍ମା ବଢିଆ ଉତ୍ତର ଦଉଛି, ଭଗବାନ ହସୁଛନ୍ତି। କହିଲେ ଆଉ ଗୋଟେ ଉତ୍ତର ଦେଲୁ, କଣ କରୁଛୁ ତୁ? ତୁ କଣ କରୁଛୁ? କାମ ତୋର କଣ? ଆମକୁ ପଚାରିଲେ ଆମେ ବିଭିନ୍ନ କାମ କହିବା। ହେଲେ ପ୍ରଥମ କାମ ମଣିଷ ଯାହା ବତେଇଥିଲା ସେ କାମଟାକୁ ଶୁଣିତ। କହିଲେ ନାମ ସଂକୀର୍ତ୍ତନମ୍। କହିଲେ ପ୍ରଭୁ ମୁଁ ଆପଣଙ୍କ ନାମ କୀର୍ତ୍ତନ କରୁଛି। ମଣିଷର ଦ୍ୱିତୀୟ ଲକ୍ଷଣ, ଗୁରୁଜନକୁ ଦେଖିଲେ ପ୍ରଣାମ କରିବ, ଆଉ ମୁଖରେ ଟିକେ ନାମ କୀର୍ତ୍ତନ କରିବ। କାହାର? ଭଗବାନ। ଆଚ୍ଛା ପଚାରି ପରୀକ୍ଷା କରି ଦେଖିବା। ଏଇ ମୋ ମା କହିବ, ମା ତୋ ସ୍ୱାମୀଟି ତୋର? ଠିକ କହ, ସତ୍ସଙ୍ଗରେ ବସ। ଧନ୍ୟବାଦ। ଗୋଟେ ହରିବୋଲ ହୁଳୁଳି ପକାଅ। ହରି ବୋଲ। ସେ କଣ କହୁଛି? ମୁଁ ତ ମୋର ନୁହେଁ, ମୋ ସ୍ୱାମୀ କୋଉଠୁ ମୋର ହବ? ଆପଣଙ୍କ ପୁଅ ବି ଆପଣଙ୍କର ନୁହେଁ, ଆପଣଙ୍କ ସ୍ୱାମୀ ଆପଣଙ୍କର ନୁହେଁ, କେହି କାହାର ବାପା ନୁହେଁ, କେହି କାହାର ମା ନୁହେଁ, କେହି କାହାର ନୁହେଁ ମା। କେହି ତୁମ ସାଙ୍ଗରେ ବଡ ମାୟାବୀ ଜୀବ ନୁହେଁ କାହାରି। ଯଦି ତୁମର ସମ୍ପର୍କୀୟ ତୁମର ନୁହେଁ, ତୁମର ବନ୍ଧୁବାନ୍ଧବ ତୁମର ନୁହେଁ, ତୁମର ପୁଅ ବୋହୂ ନାତି ନାତୁଣୀ ସ୍ୱାମୀ ସ୍ତ୍ରୀ କେହି ବି ତୁମର ହେଲେ ନାହିଁ, ତୁମର କିଏ? ଦିନେ ନଭଜୁ ରାମ କୃଷ୍ଣ ଶ୍ରୀ ହରି ଦିନା ନଭଜୁ ରାମ କୃଷ୍ଣ ଶ୍ରୀ ହରି ବଡ଼ ମାୟାବୀ ଜୀବନ ହେ କାହାରି। ବଡ଼ ମାୟାବୀ ଜୀବନ କାହାରି। ତେଣୁ ପ୍ରଥମ କହେ ବୁଝେଇ ଦେଲେ, 15 ବର୍ଷ ପର୍ଯ୍ୟନ୍ତ ବୁଝେଇଛନ୍ତି। ତେଣୁ ପ୍ରଥମ ମାସରେ ଧବଳ ବର୍ଣ୍ଣ ହେଇକି ଆସିଲୁ ବିନ୍ଦୁ ରୂପରେ, ଏମିତି ମା ଗର୍ଭ କଥା କହିଛନ୍ତି। ତେଣୁ କେହି କାହାର ନୁହନ୍ତି। ମା ପିଣ୍ଡରୁ ପ୍ରାଣ ଚାଲିଗଲେ, ଯଦି ତୋ ହାତରେ ଗୋଟେ ସୁନାର ଖଡୁ ପିନ୍ଧିଥିଲ ବୁଢୀ ମା, ତାକୁ ତ ନାତି ନାତୁଣିଆ କାଢି ନେଇକି ବାଣ୍ଟି ନେ। ବୁଢୀ ହାତରେ ଖଡୁଟା କାହିଁ ରହିବ? କୋଉମାନେ ନେବେ? ନିଜର ଲୋକ। ମୁର୍ଦାରରୁ ଅଳଙ୍କାର କାଢିବା ମଣିଷ ବୁଝୁ ସଂସାର ଭିତରେ। ମୁର୍ଦାର ଶବ ଦେହରେ କୌଣସି ଧାତୁ ରହିବ ନାହିଁ। କାହିଁ ରହିବ ନାହିଁ? ରହିଲେ କିଛି କ୍ଷତି ନାହିଁ, ପୋଡ଼ିଦେଲେ ବି କିଛି କଥା ନାହିଁ। କିନ୍ତୁ ଜଗତକୁ ଶିକ୍ଷା, ଆସିଛୁ ଲଙ୍ଗଳା ଯିବୁ ତୁ ଫୁଙ୍ଗୁଳା। ଓଡ଼ିଶାର ପ୍ରଥମ ଆଧ୍ୟାତ୍ମିକ ୟୁଟ୍ୟୁବ୍ ଚ୍ୟାନେଲ ମୁକ୍ତି ମନ୍ତ୍ର ସତ୍ୟାଶ୍ରମକୁ ସବସ୍କ୍ରାଇବ୍, ଲାଇକ୍ ଏବଂ କମେଣ୍ଟ ଦିଅନ୍ତୁ।